ବାହାରିନ୍ର ରାଜଧାନୀ ମାନାମାଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ବାହାରିନ୍ ଓଡ଼ିଆ ସମାଜ ଘୋଷଯାତ୍ରା ପର୍ବର ଶେଷ ଦିବସ ବାହୁଡ଼ା ଯାତ୍ରା ବହୁତ ଆଡ଼ମ୍ବରରେ ପାଳନ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଘଣ୍ଟ ଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟାଣିଥିଲେ। ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ଶେଷରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆରବ ଦେଶରେ ବିଶିଷ୍ଟ ଓଡ଼ିଆ ଶିଳ୍ପପତି ଶ୍ରୀଯୁକ୍ତ ଦେବଲୋକନାଥ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ବାହାରିନ୍ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ପ୍ରଭାକର ପାଢ଼ୀ, ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରିୟଦତ୍ତ ରୟ, ଜନସମ୍ପର୍କ ସମ୍ପାଦକ ଅମରନାଥ ସୁବୁଦ୍ଧି ଏବଂ କ୍ରୀଡ଼ା ସମ୍ପାଦକ ଅମରେଶ ପଣ୍ଡା ସମସ୍ତ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଭକ୍ତମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ। ବିଦେଶରେ ରଥଯାତ୍ରା ପାଳନ କରିବା ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ। ରଥଯାତ୍ରାଠୁ ଆରମ୍ଭ କରି ବାହୁଡ଼ା ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟମାନେ ଅଶେଷ ସହଯୋଗ କରିଥିଲେ। ଶତାଧିକ ଅଣଓଡ଼ିଆ ମଧ୍ୟ ବାହୁଡ଼ା ଯାତ୍ରାରେ ଯୋଗଦେଇ ଆନନ୍ଦିତ ହୋଇ ନିଜକୁ ସୌଭାଗ୍ୟ ମନେ କରିଥିଲେ। ବାହାରିନ୍ରେ ରଥଯାତ୍ରା ଉତ୍ସବ 9 ଦିନ ଧରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ବହୁତ ଧୁମଧାମରେ ପାଳନ ହୋଇଯାଇଥାଏ। ସମସ୍ତେ ବର୍ଷର ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ସର୍ବଶେଷରେ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ, ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ମହାନ୍ତି, ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ଭକ୍ତହରି ଅଗସ୍ତି ବାହାରିନ୍ରେ ରଥଯାତ୍ରା ପାଳନ କରିବା ପ୍ରଭୁ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ନମସ୍କାର, ଜୟ ଜଗନ୍ନାଥ। ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଜି ଆମେ ବାହାରିନ୍ ଓଡ଼ିଆ ସମାଜ ଇସ୍କନ କାହ୍ନୁ ଗାର୍ଡେନ ସାଙ୍ଗେ ମିଶି ବାହୁଡ଼ା ଯାତ୍ରା ବହୁତ ଆଡମ୍ବର ସହକାରେ ପାଳନ କଲୁ। ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ଏହି 9 ଦିନ ଆମେମାନେ ପ୍ରତ୍ୟେକ ଦିନ ଇସ୍କନ ମନ୍ଦିରରେ ଆମର ସଂକୀର୍ତ୍ତନ, ଭଜନ, ଆମର କୁନି କୁନି ପିଲାମାନେ ଭଜନ ପରିବେଷଣ କରନ୍ତି, ପ୍ରସାଦ ସେବନ ହୁଏ। ଆମେ ବହୁତ ଆଡମ୍ବରରେ ପାଳନ କରିଥିଲୁ। ଏମିତି ଲାଗୁନଥିଲା ଯେମିତିକି ଆମେ ଓଡ଼ିଶା ଠାରୁ ଏତେ ଦୂରରେ ଅଛୁ ଆଉ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଏତେ ଦୂରରେ ଅଛୁ। ଆମକୁ ଲାଗୁଥିଲା ଯେମିତି ଆମେ ସେହି ପୁରୀରେ ହିଁ ରହି ଆମେ ଜଗନ୍ନାଥଙ୍କ ପାଖରେ ହିଁ ରଥଯାତ୍ରା ପାଳନ କରିଛୁ। ଜୟ ଜଗନ୍ନାଥ। କଟକରୁ ରାଜେନ୍ଦ୍ର ଛୋଟରାୟଙ୍କ ରିପୋର୍ଟ, NTV।